ସମସ୍ତ ଶ୍ରୋତାବନ୍ଧୁଙ୍କୁ ସ୍ୱାଗତ। ଦୈନିକ ରାଶିଫଳ ବିଭାଗକୁ ନିମନ୍ତ୍ରଣ ଜଣାଇଲି। ଆଶା କରେ ସମସ୍ତେ ଶ୍ରଦ୍ଧାରେ, ସଦିଚ୍ଛାରେ, ସ୍ନେହରେ ସ୍ୱାଗତ କରିବେ। ବନ୍ଧୁ, ପରିବର୍ତ୍ତନଶୀଳ ଏ ଦୁନିଆରେ ଆଜି ତମେ ଭଲରେ ଅଛ ତ କାଲି ମୁଁ ଭଲରେ ରହିବି। ତେଣୁ ଏଇ ଭଲ ମନ୍ଦ ଆମକୁ ଦିଏ କିଏ? କେହି ନୁହଁ। ଆମ କର୍ମ। ସୁଖସ୍ୟ ଦୁଃଖସ୍ୟ ନ କୋପି ଦାତା। କେହି କାହାକୁ ସୁଖ ଦିଏନା କି ଦୁଃଖ ଦିଏନି। ପରୋ ଦଦାତୀତି କୋଦ୍ଧିରେ ସା। ଅନ୍ୟ ଲୋକଙ୍କ ପାଇଁ ମୁଁ ସୁଖୀ ହେଲି କି ଦୁଃଖୀ ହୋଇଛି, ଏଇଟା ହେଉଛି ମନ୍ଦ ବୁଦ୍ଧି। ଏଇଥିପାଇଁ କି ତ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ ଗୀତାରେ ଗୋଟିଏ ଧାଡ଼ି କହିଲେ, କର୍ମଣ୍ୟେବାଧିକାରସ୍ତେ। ତେଣୁ ଆମେ ଯେମିତି କର୍ମ କରିବା ସେମିତି ଫଳ ପାଇବା। କର୍ମ ଯଦି ଠିକ୍, ସବୁ ଠିକ୍। କର୍ମ ଯଦି ଭୁଲ, ତାହେଲେ ଭୁଲ। ଦେଖିବେ, ବଡ଼ ବଡ଼ ଅଫିସରେ ବ୍ୟାଙ୍କ କାନ୍ଥରେ ଲେଖା ହେଇଛି, ବଡ଼ ହେବା ଭଲ କଥା, ଭଲ ହେବା ସବୁଠୁ ବଡ଼ କଥା। ଭଲ ହିଁ ଯାଆନ୍ତୁ, ଜାଣିକିରି ଭୁଲ କରନ୍ତୁନି, ମଙ୍ଗଳ ହେବ। ଆଜି ରବିବାର, ଡିସେମ୍ବର 14 ତାରିଖ ବିଷୟରେ ଆଲୋଚନା କରିବା। ଡିସେମ୍ବର 14 ତାରିଖ ରବିବାର, ମେଷ ରାଶିର ଘାତବାର। ଅଶ୍ୱିନ ନକ୍ଷତ୍ରର ଟିକେ ବଡ଼ ଅସୁବିଧା। ଘାତବାର ନା, ଆଉ ଅଶ୍ୱିନ ନକ୍ଷତ୍ର ବୋଧେ ସେଇ ଘାତ ସମସ୍ୟା ହେଇପାରେ। ରକ୍ତପାତ ଭୟ ଅଛି, ଏଣୁ ସାବଧାନ। ଏଇ ଏତିକି ଅସୁବିଧା। ନହେଲେ ଏ ସମାଜ, ଏ ଜନତା, ମେଷ ରାଶିର ବନ୍ଧୁ ସମୁଦାୟଙ୍କୁ ସ୍ନେହ ଡୋରିରେ ବାନ୍ଧିବା ପାଇଁ ପ୍ରସ୍ତୁତ ଅଛି। ଆଉ ଆଜି ପାଇଁ ମେଷ ରାଶିର ଲୋକେ ବଡ଼ ସ୍ନେହୀ ହେବେ। ସେମାନେ ବି ଅନ୍ୟମାନଙ୍କୁ ଆଜି ତାଙ୍କ ସ୍ନେହ ଡୋରିରେ ବାନ୍ଧିବେ। ଏଇଟା ବିଧିବିଧାନ। ବିଧି ଚାହାନ୍ତି ମେଷ ରାଶିର ସମସ୍ତ ଲୋକ ଆଜି ଟିକେ ସ୍ନେହାଧୀନ ହୁଅନ୍ତୁ, ପ୍ରେମାକୁଳ ହୁଅନ୍ତୁ, ଆଦର ମମତା ପରିବେଶରେ, ପରିସ୍ଥାନରେ, ପରିସଂସ୍ଥାନରେ ପରିବର୍ଦ୍ଧିତ ହୁଅନ୍ତୁ। ଦେଖିବା କଥା କ'ଣ। ଆଜି ସୂର୍ଯ୍ୟାସ୍ତ 5ଟା 7 ପରେ, କାରଣ 5ଟା 7:57 ପରେ ସୂର୍ଯ୍ୟ ଅସ୍ତ ହେଉଛନ୍ତି। ତେଣୁ ସୂର୍ଯ୍ୟାସ୍ତ ଆଜି 5ଟା 7 ପରେ। ମନ୍ଦ ସମୟ 3ଟା 47ରୁ 5ଟା 8 ମଧ୍ୟରେ। ମନ୍ଦ ସମୟ 3ଟା 47ରୁ 5ଟା 8 ମଧ୍ୟରେ। ତେଣୁ ଆମକୁ ଟିକେ ଏଇ ସମୟରେ କୁଆଡ଼େ ନ ଗଲେ ଭଲ ବୋଲି ଏ ଚିନ୍ତା ଆସିବା ଉଚିତ। ମେଷ ରାଶି ପାଇଁ ଆଜି ଡିସେମ୍ବର 14 ତାରିଖ ରବିବାର, ମେଷ ରାଶି ପାଇଁ ଘାତବାର। ରକ୍ତପାତ ଯୋଗ ଅଛି, ଏଣୁ ସାବଧାନ। ଅଶ୍ୱିନ ନକ୍ଷତ୍ରର ବିପଦପୂର୍ଣ୍ଣ ଦିନ। ଅନ୍ୟଥା ସମ୍ପୂର୍ଣ୍ଣ ମେଷ ରାଶିର ଜନତାଙ୍କ ପାଇଁ ସମାଜ ଆଜି ସ୍ନେହ, ଆଦର, ସମ୍ମାନର ଏକ ଭାର ପ୍ରସ୍ତୁତି କରିଛି, ସଜ ସାଇତି ରଖିଛି। ଏମାନେ ଅନ୍ୟମାନଙ୍କୁ, ଅନ୍ୟମାନେ ଏମାନଙ୍କୁ ପ୍ରୀତି ଉପହାର ଦେବେ, ପ୍ରୀତି ଡୋରିରେ ବାନ୍ଧିବେ। ଅନ୍ୟାନ୍ୟ ସବୁ ଭଲ, ଆୟ ରୋଜଗାର ବଢ଼ିଆ ହେବ, ଆଉ ସମସ୍ତ ଯୋଜନା ସଫଳ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। କର୍ମ କ୍ଷେତ୍ର ମଧୁମୟ ହେବ। ମେଷ ରାଶିରେ ଆଜି ସବୁଠିକରୁ ଭଲ। ଖାଲି ଅଶ୍ୱିନ ନକ୍ଷତ୍ରର ଟିକେ ଅସୁବିଧା, ଆଉ ଘାତବାର, ଟିକେ ସାବଧାନ। ବୃଷ ରାଶି ପାଇଁ ଡିସେମ୍ବର 14 ତାରିଖ ରବିବାର, ବୃଷ ରାଶି ପାଇଁ, ବୃଷ ରାଶିର ପୁରୁଷମାନଙ୍କର ଘାତ ଚନ୍ଦ୍ର। ବୃଷ ରାଶିର ପୁରୁଷମାନଙ୍କର ଘାତ ଚନ୍ଦ୍ର ହେଲେ ଟିକେ ଆଉ ଅଧିକ ଅସୁବିଧା, ଆଉ ଟିକେ ବେଶୀ ସାବଧାନ ହେବା। ଏଣୁ ଈଶ୍ୱର ଭରସା।
ମହିଳା ମାନେ ଆଉ ଟିକେ ସାବଧାନ ହେଲେ ଭଲ। କୃତ୍ତିକା ନକ୍ଷତ୍ର ପାଇଁ ଆଜି ଦିନଟି ଭଲ ନୁହେଁ। ତେଣୁ କୃତ୍ତିକା ନକ୍ଷତ୍ର ମେଷ ରାଶିର ଘାତଚନ୍ଦ୍ର କହିଲେ ଚଳେ। କୃତ୍ତିକା ନକ୍ଷତ୍ର ବାଲା ଟିକେ ହୁସିଆର ହେଲେ ଭଲ। ବୃଷ ରାଶି ଜନତାଙ୍କୁ ଆଜି ନାନାବିଧ ସୁଖ ମିଳିବ। ଗ୍ରହମାନେ ଯୋଜନା କରିଛନ୍ତି, ସଜବାଜ ହୋଇଛନ୍ତି। ବୃଷ ରାଶିର ସମସ୍ତ ଜନତାଙ୍କୁ ବାଳ ବୃଦ୍ଧ ବନିତାଙ୍କୁ ମୂଲିଆ ଠାରୁ ମାଲିକ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ଆଜି ନାନାବିଧ ସୁଖ ଦେବେ। ଏହି ସୁଖ, ଏହି ଧନ ମାନ ସମ୍ମାନ ଅର୍ଥ ଏସବୁ କେମିତି ମିଳିବ ନା କର୍ମ ଅନୁସାରେ ଏମାନେ ସମସ୍ତେ ଲୌକିକ ସୁଖ ଅବଶ୍ୟ ପାଇବେ। ଦେହ ସୁସ୍ଥ ରହିବ, ଆୟ ବି ବଢ଼ିଆ ହେବ, ସବୁ ଦିଗରୁ ଲାଭ ହେବ। ବୃଷ ରାଶି ଭଲ ଦିନ, ଖାଲି କୃତ୍ତିକା ବୃଷ ଟିକେ ଅସୁବିଧା। ଡିସେମ୍ବର 14 ତାରିଖ ରବିବାର ମିଥୁନ ପାଇଁ ସତର୍କ ଘଣ୍ଟି ଏକଦମ ହୁସିଆର। 17 ଘଣ୍ଟି ଏ ସଂକେତ ଦେଉଛି ସାବଧାନ, କାରଣ ଆଜି କୌଣସି ବିପଦରେ ପଡ଼ି ହଇରାଣ ହେବେ ଆଉ ପସ୍ତେଇବେ। କାହାକୁ ବି ବିଶ୍ୱାସ ନ କଲେ ଭଲ। ଏଇ ବିଶ୍ୱସ୍ତ ଲୋକ ଆଜି ବିପଦରେ ପକାଇବେ। ବିପଦରେ ପଡ଼ିଗଲା ପରେ ଛାଡ଼ି ପଳାଇବେ। କାହାକୁ ବି ଅର୍ଥ ପ୍ରଭୃତି ଦେବେନି କି ମାଗିବେନି। କିଛି କିଣାକିଣି କାହାଠୁ କରିବେନି କି ବାକିରେ ଆଣିବେନି। ପୁଣି ଆଜି ଅସ୍ୱାସ୍ଥ୍ୟକର ବାତାବରଣ ହେବ। ଦେହ ଅସୁସ୍ଥ ହେବ, ପୁରୁଣା ରୋଗ ଚେଇଁ ଉଠିବ। ମୃଗଶିରା ନକ୍ଷତ୍ରର ବେଶୀ ଟିକେ ଅସୁବିଧା ହେବ। ଦେହର ଯତ୍ନ ନିଅନ୍ତୁ। ମିଥୁନ ନକ୍ଷତ୍ର, ମିଥୁନ ରାଶି ମୃଗଶିରା ନକ୍ଷତ୍ର ପାଇଁ ବିପଦ। ମିଥୁନ ରାଶି ଆଜି ହରଣଗଣାରେ ପଡ଼ିବେ। ଅତି ବିଶ୍ୱସ୍ତ ଲୋକ ଚିକଣିଆ କଥା କହି ଧକ୍କାଟା ମାରିବ, ମୁହଁ ମାଡ଼ି ପଙ୍କରେ ପଡ଼ିଯିବ। ସାବଧାନ, କାହାକୁ ବିଶ୍ୱାସ କରନ୍ତୁନି। କାହାଠୁ ଧାର ଆଣନ୍ତୁନି, ବାକି ଆଣନ୍ତୁନି, ଜିନିଷ କିଣନ୍ତୁନି କି ଅର୍ଥ ଦିଅନ୍ତୁନି। ଯେତେ ବିଶ୍ୱସ୍ତ ଲୋକ ତାକୁ ବରଂ ମିଛ ହେଉ ପାପ ହେଉ ଭୁଲେଇ ଦିଅନ୍ତୁ, କିନ୍ତୁ ବିପଦରେ ପଡ଼ନ୍ତୁନି। କର୍କଟ ରାଶି ଡିସେମ୍ବର 14 ତାରିଖ ରବିବାର। କର୍କଟ ରାଶିର ପୁଷ୍ୟା ନକ୍ଷତ୍ରର ଅଶୁଭ ଦିନ। ମାତ୍ର କର୍କଟ ରାଶିର ଜନ ସମୁଦାୟ ଆଜି ଲାଭରେ ରହିବେ। ଲକ୍ଷ୍ମୀଙ୍କର କରୁଣା ଅବଶ୍ୟ ଲାଭ କରିବେ। କର୍କଟ ରାଶି ପାଇଁ ଆଜି ଲାଭ। କର୍କଟ ରାଶିର ଯେଉଁମାନେ ବ୍ୟବସାୟୀ ଥିବେ, ଛୋଟଠୁ ବଡ଼ ପର୍ଯ୍ୟନ୍ତ, ଚୁନା ବିକୁଥିବା ଲୋକ କି ସୁନା ବିକୁଥିବା ଲୋକ, ପାରା ବ୍ୟବସାୟ କରୁ ବି ହୀରା ବ୍ୟବସାୟ କରୁ, ଯିଏ ଯେଉଁ ପ୍ରକାର ବ୍ୟବସାୟ କରୁଥିବେ, ସମସ୍ତ ବ୍ୟବସାୟୀ, ସମସ୍ତ ସେବକ, ସମସ୍ତ ବୃତ୍ତିଧାରୀ, ସମସ୍ତ ଚାକିରିଆ, ସମସ୍ତ ବେକାରିଆ, ସମସ୍ତଙ୍କୁ ଆଜି କିଛି ନା କିଛି ଅର୍ଥ ଲାଭ ହେବ। କୃଷକଙ୍କର ଅଧିକ ଅମଳ ହେବ। ଆଉ ଧାନ କଟା କଟି କରୁଥିବା ବିଭିନ୍ନ ମେସିନ୍ ଏଇ କର୍କଟ ରାଶି କୃଷକଙ୍କୁ ଟିକେ ଶସ୍ତାରେ ମିଳିବ। ଲାଭ ହେବ, ଯେମିତି ଲାଭ ହେବ। ଆଉ ତାପରେ ସମସ୍ୟା ଆଜି ଦୂରକୁ ପଳେଇଯିବ। ସମ୍ପର୍କ ଭିତରେ ଆଜି ମଧୁର ଭାବ ସୃଷ୍ଟି ହେବ। ସାନ ବଡ଼ ବଣିକ, ବ୍ୟବସାୟୀ, ବୃତ୍ତିଗତ ସେବକ ସମସ୍ତଙ୍କର କର୍ମ ଯୋଜନା ସଫଳ ହେବ। ବଢ଼ିଆ ଆୟ ହେବ। ଭୋଜନ, ଶୟନ, ଗମନ, ଧ୍ୟାନ ଆଉ ଦେବଦର୍ଶନ, ପଠନ, ଯାନବାହନ ଆଦିରେ ସେମାନେ ଶାନ୍ତିରେ ସମୟ କଟେଇବେ। ସମସ୍ୟା କିଛି ନାହିଁ। ସ୍ୱାସ୍ଥ୍ୟ ଠିକ୍ଠାକ୍ ରହିବ। କର୍କଟ ରାଶି। ଦେଖିବା ସିଂହ କ'ଣ ଚାହୁଁଛି। ଡିସେମ୍ବର 14 ତାରିଖ ରବିବାର ସିଂହ ରାଶି ପାଇଁ ଭଲ କଥା ନାହିଁ। ସିଂହ ରାଶି ପାଇଁ ଆଜି ଭଲ କଥା
ନାହିଁ। ମଘା ନକ୍ଷତ୍ରର ଅଧିକ ମନ୍ଦ ଅତୀତର ମନ୍ଦ କର୍ମର ଫଳ ସ୍ୱରୂପ ଦେହ ଅସୁସ୍ଥ ହେବ, ବୃଥା ବ୍ୟୟ ହେବ, ସାମୟିକ କଳହ ହେବ। ଏହିପରି ନାନା ସମସ୍ୟା ଘେରରେ ପଡ଼ି ସେମାନେ ମନସ୍ତାପ କରିବେ। ଭାବିବେ ମୁଁ ଏବେ ମୋ କୃତ କର୍ମର ଫଳ ଭୋଗୁଛି। ମନ ବ୍ୟାକୁଳ ହେବ। ଧନାଗମ ନ ହେବ ବୋଲି ନୁହେଁ, ହବ, ଧନ ଆସିବ, ହେଲେ ସେତେ ବେଶୀ ନୁହେଁ। ଡିସେମ୍ବର 14 ତାରିଖ ରବିବାର, କନ୍ୟା ରାଶିର ହସ୍ତା ନକ୍ଷତ୍ର ରାତି 10ଟା ଯାଏ ଶୁଭ। ରାତି 10ଟା ଯାଏ ଶୁଭ। ତାପରଠାରୁ ଚିତ୍ରାର ହସ୍ତାର ଦିନ 10 ଯାଏ ଶୁଭ। ହସ୍ତା ନକ୍ଷତ୍ର କନ୍ୟା ରାଶି ହସ୍ତା ନକ୍ଷତ୍ର ଦିନ 10 ଯାଏ ଶୁଭ। ଦିନ 10 ପରଠାରୁ ଚିତ୍ରା ନକ୍ଷତ୍ର କନ୍ୟା ରାଶି ଚିତ୍ରା ନକ୍ଷତ୍ରର ଶୁଭ ସମୟ ଆସିବ। ଏହି ଶୁଭ ରହିବ ରାତି 10ଟା ଯାଏ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଆବଶ୍ୟକତା ଠାରୁ ଅଧିକ ଧନ ଆସିବ। ଆଉ ତାହା ଧନ ହେଇପାରେ, ଖାଦ୍ୟ ହେଇପାରେ, ବା ଆଉ କ'ଣ ହେଇପାରେ। ଯେତିକି ଦରକାର ଆମର ଖାଦ୍ୟ, ତା'ର ବେଶୀ ଖାଦ୍ୟ ଘରକୁ ପହଞ୍ଚିଯିବ। ଆଉ ଯେତିକି ଧନ ଦରକାର ତା'ର ଅଧିକ ଧନ ଆସିବ। ସେହିଭଳି ବିଭିନ୍ନ ଆଡ଼ୁ କିଛି ପୋଷାକ ମିଳିଛି, ଶୀତ ପୋଷାକ ମିଳିଯାଇପାରେ। ଆବଶ୍ୟକତା ଠାରୁ ଅଧିକ, ଯେତିକି ଆମେ ଆବଶ୍ୟକ କରୁଛେ ତାଠୁ ଅଧିକ ମିଳିବ। ଆର୍ଥିକ ସମସ୍ୟା ନାହିଁ। ଆଉ ଆଜି ଦିନଟି କର୍ମଚଞ୍ଚଳ ରହିବେ, ଖୁସିରେ ସବୁଦିନ ଯିବ। ଦାମ୍ପତ୍ୟ ସୁଖ ଆଜି ବଳବତ୍ତର ହେବ। ଡିସେମ୍ବର 14 ତାରିଖ ରବିବାର, ତୁଳା ରାଶିର ମିତ୍ର ପରେ ତୁଳା ରାଶିର ଜଣେ ମିତ୍ର, ସେ ମିତ୍ରତାରେ ଆଜି ବିଘଟନ ହେବ, ଫାଟ ସୃଷ୍ଟି ହେବ, ମନମାଳିନ୍ୟ ହେବ, ମତାନ୍ତର ହେବ। ତୁଳା ରାଶିର ବନ୍ଧୁ ମହଲରେ ଆଜି ଏକ ଭୁଲ ଚାଞ୍ଚଲ୍ୟ ଖେଳିଯିବ। ଫଳରେ କେହି କାହା ମୁହଁକୁ ଚାହିଁବେନି। ମିତ୍ରତାରେ ଫାଟ ସୃଷ୍ଟି ହେବ, ବ୍ୟୟ ମାତ୍ରା ଅଧିକ ହେବ, ସ୍ୱାସ୍ଥ୍ୟ ସମସ୍ୟା ଘନୀଭୂତ ହେବ, ଆୟ ମାନ୍ଦା ହେବ। କୌଣସି ପ୍ରକାର ସୁଖ ଆଜି ନାହିଁ କହିଲେ ଚଳେ। ତୁଳା ରାଶିକୁ ତୁମକୁ ଆଜି କାହା ସହ ବି ଆଦର ମମତା ନାହିଁ କହିଲେ ଚଳେ। ପୁଣି ତୁମେ ବି ଆଜି କାହାକୁ ବିଶ୍ୱାସ କରିପାରିବ ନାହିଁ। ବନ୍ଧୁ ମହଲରେ ତୁମର ଘୃଣାଭାବ ସୃଷ୍ଟି ହେବ, ବନ୍ଧୁ ବିଦ୍ୱେଷ। ବିଛା ରାଶି ପାଇଁ ଡିସେମ୍ବର 14 ତାରିଖ ରବିବାର, ଏକ ଅମୃତ ସଂଯୋଗ ଦିନ। ରବିବାର 14 ତାରିଖ ବିଛା ରାଶି ପାଇଁ ଏକ ଅମୃତ ସଂଯୋଗ ଦିନ। ମାତ୍ର ଅନୁରାଧା ପାଇଁ ଦିନଟି ଭଲ ନୁହେଁ। ଆୟ ଚିନ୍ତା ଆଜି ମୁଣ୍ଡକୁ ବ୍ୟତିବ୍ୟସ୍ତ କରିବ। ଚାକିରିଆ ବେକାରିଆ ସମସ୍ତେ ଅଳ୍ପେ ବହୁତେ ରୋଜଗାର କରିବେ। କ୍ଷୁଦ୍ର ବୃହତ୍ ସମସ୍ତ ସେବକ ସବୁ ବ୍ୟବସାୟୀ ଆୟକୁ ଦେଖି ବୁଝି ବହୁତ ଆନନ୍ଦିତ ହେବେ। ଏକ ଅହେତୁକ ଚିନ୍ତା ମୁଣ୍ଡକୁ ଆସି ସୁଖ ହରଣ କରିବ। ଅହେତୁକ ଚିନ୍ତା ମୁଣ୍ଡକୁ ପଶି ଆସିବ। ତେଣୁ ଯେତେ ହସ ଥିବ, ଯେତେ ଆନନ୍ଦ ଥିବ, ସବୁକୁ ସେ ହରଣ କରି ନେଇଯିବ। ତେଣୁ ସାବଧାନ। ଦୁଶ୍ଚିନ୍ତା ମୁଣ୍ଡକୁ ଆସିଯିବ, ସେତେବେଳେ ଚୁପଚାପ ବସିଯାଆନ୍ତୁ, ଦୀର୍ଘ ନିଶ୍ୱାସ ନିଅନ୍ତୁ, ଓମ୍ ଇଏ ଧ୍ୱନି ବାରମ୍ବାର କରନ୍ତୁ ନା, ଏ ଚିନ୍ତା ବି ପଳେଇଯିବ। ଧୈର୍ଯ୍ୟ ସବୁଠୁ ବଡ଼ ଅସ୍ତ୍ର। ଧନୁ ରାଶି ପାଇଁ ଡିସେମ୍ବର 14 ତାରିଖ ରବିବାର, କର୍ମ ମୁଖର ଦିନ। ଧନୁ ରାଶିର ସମସ୍ତ କର୍ମଚାରୀ ଆଜି କର୍ମରଙ୍କ ହୋଇ ବ୍ୟକ୍ତିଗତ କର୍ମକୁ ସ୍ୱକର୍ମକୁ ସୁଚାରୁ ରୂପେ କରିଚାଲିବେ। ଖୁସିରେ ଖୁସିରେ ସବୁ କର୍ମ କରିବେ। ଫଳରେ କଲ୍ୟାଣ ହେବ, ଲାଭ ହେବ। ଏହି ଧନୁରାଶିର ସମସ୍ତ ଲୋକଙ୍କୁ ଆଜି
ଧନ ମାନ ଜନ ଜ୍ଞାନ ସମ୍ମାନ ସନ୍ତାନ ଯଶ ଆଦି ସୁଖ ମିଳିବ। ଯିଏ କର୍ମକୁଣ୍ଠ, ଯିଏ କର୍ମଠ ତାକୁ ମିଳିବ। ଯେ କର୍ମକୁଣ୍ଠ ଆଉ ଅଳସ ତାକୁ କିଛି ମିଳିବନି। କର୍ମକୁ ଭଲ ପାଆନ୍ତୁ, କର୍ମ ତତ୍ପର ହୁଅନ୍ତୁ, ହେଲେ କିଛି ପାଇବେ, ନହେଲେ ସବୁ ପଳେଇବ। ଏମାନେ ନିଜ ଚରିତ୍ର ପାଇଁ ଅପଦସ୍ଥ ହେବେ। କିଏ? ଏଇ ଧନୁରାଶି ଲୋକମାନେ ଆଜି ନିଜ ଚରିତ୍ର ପାଇଁ ଅପଦସ୍ଥ ହେବେ। ମୂଳା ନକ୍ଷତ୍ର ଆଜି ଟିକେ ଭଲ ଦିନ ନୁହଁ, କାରଣ ଧନୁରାଶି ମହିଳାଙ୍କର ଆଜି ଘାତ ଚନ୍ଦ୍ର। ଧନୁରାଶି ମହିଳାଙ୍କର ଆଜି ଘାତ ଚନ୍ଦ୍ର, ଟିକେ ହୁସିଆର ରହନ୍ତୁ। ନିଜ ଚରିତ୍ର ଉପରେ ଦୋଷାରୋପ ହେବ, ତେଣୁ ନିଜକୁ ନିଜେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତୁ। ବୁଦ୍ଧି ବିଦ୍ୟା ବିବେକ ଜ୍ଞାନ ଆଉ ସୁଚିନ୍ତା ନେଇ। ଡିସେମ୍ବର 14 ତାରିଖ ରବିବାର ମକର ରାଶି ପାଇଁ ଦିନଟି ଆଦୌ ଶୁଭ ନୁହେଁ। ଡିସେମ୍ବର 14 ତାରିଖ ରବିବାର ମକର ରାଶି ପାଇଁ ଆଦୌ ଶୁଭ ଦିନ ନୁହେଁ। ଦେହ ସୁସ୍ଥ ରହିବ, ମାତ୍ର ସମ୍ମାନ ହାନି ହେବ। ଦେହ ସୁସ୍ଥ ରହିବ, ମନ ଅସୁସ୍ଥ ହେବ। କାହିଁକି ନା ସମ୍ମାନ ହାନି ହେବ। ଆଲୋ ସଖୀ, ଆପଣା ମହତ୍ଵ ଆପେ ରଖି, ତେଣୁ ନିଜକୁ ନିଜେ ସମ୍ଭାଳନ୍ତୁ। ଏହା ଜାଣି ଏ ରାଶିର ଲୋକେ, ମକର ରାଶିର ଲୋକେ ଆତ୍ମସମ୍ମାନ ଜଗି କାହାକୁ ଶସ୍ତା ଉପଦେଶ ନଦେଲେ ଭଲ। କାହାକୁ ପରାମର୍ଶ ଦିଅନ୍ତୁନି, ବୁମେରାଙ୍ଗ ହେଇଯିବ, ଫେରି ଆସିବ, କ୍ଷତି କରିବ। ହେଲା, ଆଉ କ'ଣ ହେବ? କାହା ପାଖରେ ହାତ ନ ପାତିଲେ ଭଲ, ଆଉ କାହାକୁ ଧାର ନଦେଲେ ଭଲ। ମକର ରାଶି ଲୋକମାନେ ଯେତେ ଚୁପଚାପ ରହିବେ ସେତେ ଭଲ, ନହେଲେ ସମ୍ମାନ ହାନି ହେବ। ସମ୍ମାନ ଚାଲିଗଲା ଫେରେନି। କୁମ୍ଭ ରାଶି ଡିସେମ୍ବର 14 ତାରିଖ ରବିବାର କୁମ୍ଭ ରାଶିର ଅପବ୍ୟୟ ଦିନ ଆଜି। ଅପବ୍ୟୟ ହେବ, ବୃଥା ଖର୍ଚ୍ଚ ହେଇଯିବ, ତଣ୍ଡ ଆଣିବେ, ତେଣୁ ଟିକେ ହୁସିଆର। ପ୍ୟାକେଟରୁ 2 ଟଙ୍କା ଗଲା ପୂର୍ବରୁ ଭାବନ୍ତୁ। ବହୁତ ଲୋକ ମାଗିବେ, ବେଶ ବଦଳେଇ ଆସିବେ। ବାବା ନନା ମୁଁ ବଡ଼ ଦୁଃଖରେ ଅଛି, ମରିଯିବି, ଏମିତି ରୋଲ କରିବେ। ସାବଧାନ, ନହେଲେ ଅପଦଣ୍ଡ ଗଣିବେ, ଦୁଃଖ ଭୋଗିବେ, ଅର୍ଥ ସରିଯିବ, ବୃଥା ବ୍ୟୟ ହେବ। ତାପରେ ଆତ୍ମସୁରକ୍ଷା ବଳୟ ମଧ୍ୟ ଭାଙ୍ଗିଯିବ। ଯେଣୁ ଆଜି ଏ ରାଶିର ଲୋକେ ଅସୁସ୍ଥ ହେବେ। ଏଇ କୁମ୍ଭ ରାଶିର ଲୋକମାନେ ଆଜି ଅସୁସ୍ଥ ହେବେ। ତେଣୁ ଦେହର ସୁରକ୍ଷା ପାଇଁ ଚିକିତ୍ସକଙ୍କ ସାହାଯ୍ୟ ନିଅନ୍ତୁ। ଆଉ ସେ ଦିଗରେ ବି ଗୁଡ଼ାଏ ବ୍ୟୟ ହେବ। ଏଇ ଦେହ ପାଇଁ, ଚିକିତ୍ସା ପାଇଁ, ଆଉ ଚିକିତ୍ସକଙ୍କ ପାଇଁ ଗୁଡ଼ାଏ ବ୍ୟୟ ହେବ, ଯାହାଫଳରେ ସବୁ ଶାନ୍ତି ବ୍ୟାହତ ହେବ। ଦିନଟି ମନ୍ଦରେ ମନ୍ଦରେ ଯିବ, ହୁସିଆର। ଡିସେମ୍ବର 14 ତାରିଖ ରବିବାର ମୀନ ରାଶିର ଏକ ଶୁଭ ମଙ୍ଗଳ ଦିନ। ଡିସେମ୍ବର 14 ତାରିଖ ରବିବାର ମୀନ ରାଶିର ଏକ ଶୁଭ ମଙ୍ଗଳ ଦିନ। କେବଳ ଉତ୍ତର ଭାଦ୍ର ନକ୍ଷତ୍ରର ଅଶୁଭ ଦିନ, ପୂର୍ବ ଭାଦ୍ର ନୁହଁ କି ରେବତୀର ନୁହଁ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିପାରେ। ଆଜି ରବିବାର, ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିପାରେ। ମାତ୍ର ଆଜି ଆୟ ବଢ଼ିଆ ହେବ। ସମସ୍ତ ପ୍ରକାର ବ୍ୟବସାୟୀଙ୍କ ପାଇଁ ବଡ଼ ମଙ୍ଗଳକର ଦିନ, ସୁଖକର ଦିନ। ଲାଭ ବି ବଢ଼ିଆ ହେବ। ଖାଦ୍ୟ ପେୟ ବସନ ଭୂଷଣ ଦାନ ଗ୍ରହଣ ସବୁଥିରେ ଆଜି ଖୁସି ହେବେ, ଇଚ୍ଛା ପୂରଣ ହେବ, ସବୁ ଦିଗରୁ ଭଲ। କିନ୍ତୁ ଉତ୍ତର ଭାଦ୍ର ମୀନ ରାଶି ପାଇଁ ଦିନଟି ଶୁଭ ନୁହେଁ। ଫଳରେ ଏଇ ଉତ୍ତର ଭାଦ୍ର ବିଶିଷ୍ଟ ବ୍ୟକ୍ତି ସମୁଦାୟ ଦୁର୍ଗାଙ୍କର ସିଦ୍ଧ କୁଞ୍ଜିକା ସ୍ତୋତ୍ର ପଢ଼ନ୍ତୁ।
ମଙ୍ଗଳ ହେବ। ଗାଧେଇ ସାରି ଟିକେ ସୂର୍ଯ୍ୟଙ୍କୁ ଦୁଇ ହାତ ଯୋଡ଼ିକିରି କହିବେ ନା, ଆଦିତ୍ୟସ୍ୟ ନମସ୍କାରମ୍ ଯେ କୁର୍ବନ୍ତି ଦିନେ ଦିନେ ଜନ୍ମାନ୍ତର ସହସ୍ରେଷୁ ଦାରିଦ୍ର୍ୟମ୍ ନୋପଜାୟତେ। ଏ ଶ୍ଲୋକ ଦୁଇଥର ପଢ଼ିବ, ହେଲା, ପ୍ରଣାମ କରିବ, ତାପରେ ହ୍ରିଂ ଘୃଣୀ ସୂର୍ଯ୍ୟାୟ ନମ 7 ଥର କହିବ। ହେଲେ ଏଇ ଉତ୍ତର ଭାଦ୍ର ନକ୍ଷତ୍ର ମୀନ ରାଶିଙ୍କର ସମସ୍ୟା ଦୂର ହେଇଯିବ। କାରଣ ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଯଦି ଭକ୍ତି ପ୍ରେମ ଶ୍ରଦ୍ଧା ଥିବ ସେ ଶକ୍ତି ଆପ୍ ପଳେଇ ଆସିବ। ଆଉ ସମସ୍ତେ ଏ ମନ୍ତ୍ରରେ ସୂର୍ଯ୍ୟଙ୍କୁ ସବୁଦିନ ପ୍ରାର୍ଥନା କଲେ କାହାର ବି କ୍ଷତି ହେବନି। ବନ୍ଧୁ ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ଆସନ୍ତା କାଲି ଯଦି ବିଧି ବିଧାନ ଥାଏ ତାହେଲେ ମୁଁ ଆପଣଙ୍କୁ ଡାକିବି, ପାଖରେ ବସେଇବି, ଦୁଇ ପଦ ଦୁଃଖ ସୁଖ ହେବି। ରହିଲି, ନମସ୍କାର।